ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖେଳା ଫାଣ୍ଡି ଅଧୀନ ହୁଳାସର ଗ୍ରାମରେ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଦୋକାନ ନ ଖୋଲିବାରୁ ଦୋକାନ ମାଲିକଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ହୁଳାସାର ଗ୍ରାମର ପ୍ରଶାନ୍ତ କୁମାର ସାହୁ ବୟସ ପାଖାପାଖି 64 ବର୍ଷ ହେବ ନିଜ ଘରେ ଛୋଟିଆ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ହେଲେ ଗତକାଲି ବିଳମ୍ବିତ ରାତିରେ ଦୋକାନୀ ପ୍ରଶାନ୍ତ କୁମାର ସାହୁ ଦୋକାନ ବନ୍ଦ କରି ଖାଇସାରି ଶୋଇଥିଲେ। କୁଳାସାର ଗ୍ରାମର ଅରକ୍ଷିତ ନାୟକଙ୍କ ପୁତ୍ର ମିଥୁନ ନାୟକ ବୟସ ପାଖାପାଖି 34 ହେବ ଦୋକାନ ଫିଟାଇବାକୁ ପ୍ରଶାନ୍ତ କୁମାର ସାହୁଙ୍କୁ କହିଥିଲେ। ରାତ୍ର ବିଳମ୍ବିତ ଥିବାରୁ ପ୍ରଶାନ୍ତ ଦୋକାନ ଫିଟାଇବାକୁ ମନା କରିଥିଲେ। ଏଥିରେ ମିଥୁନ ନାୟକ ପ୍ରଶାନ୍ତଙ୍କ ଘର କବାଟ ବାଡ଼େଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ମିଥୁନ ନାୟକଙ୍କ ଏଭଳି ବାରମ୍ବାର କାର୍ଯ୍ୟକୁ ବାରଣ କରି ପରିଶେଷରେ କବାଟ ଖୋଲିଥିଲେ। ସେହି ସମୟରେ ମିଥୁନ ନାୟକଙ୍କ ହାତରେ ଏକ ଇଟା ଧରିଥିବା ଦେଖି ପ୍ରଶାନ୍ତ ଘର ଭିତରକୁ ପ୍ରବେଶ କରୁଥିବା ବେଳେ ମିଥୁନ ହାତରେ ଧରିଥିବା ଇଟାରେ ପ୍ରଶାନ୍ତଙ୍କ ମୁଣ୍ଡକୁ ପିଟି ପିଟି ରକ୍ତାକ୍ତ କରି ତଳେ ପକାଇ ଦୌଡ଼ି ପଳାଇଥିଲେ। ଏହା ଦେଖି ପ୍ରଶାନ୍ତଙ୍କ ସ୍ତ୍ରୀ ସରୋଜିନୀ ସାହୁ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଗ୍ରାମ ସଭାପତି ସୁରେଶ କୁମାର ମହାରଣା ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର ଚିକିତ୍ସା ପାଇଁ ରାଜସୁନାଖେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ରାଜସୁନାଖେଳା ଫାଣ୍ଡି ପୋଲିସ ବାହିନୀ ପହଞ୍ଚିଥିଲେ। ସେଠାରେ ଡାକ୍ତର ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଭୁବନେଶ୍ୱର ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଏନେଇ ପ୍ରଶାନ୍ତଙ୍କ ସ୍ତ୍ରୀ ସରୋଜିନୀ ସାହୁ ରାଜସୁନାଖେଳା ଫାଣ୍ଡିରେ ଲିଖିତ ଅଭିଯୋଗ କରି ଆକ୍ରମଣକାରୀ ମିଥୁନ ନାୟକଙ୍କୁ ଗିରଫ କରିବାକୁ ଦାବି କରିଅଛନ୍ତି। ବୁଦ୍ଧିଜୀବୀ ମହଲରେ ଏପରି କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି। ରଣପୁରରୁ ସିନିୟର ରିପୋର୍ଟର ଦୀପକ ସାହୁଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ମୁଣ୍ଡକୁ ଛେଚି ଦେଇଥିଲେ। ତାଙ୍କ ନାଁ କ'ଣ? ମିଥୁନ ନାୟକ। ମିଥୁନ ନାୟକ ପାଟିରେ ବସୁନି ମୋର, ତା ନାଁ ମିଥୁନ ନାୟକ। ରକ୍ତାକ୍ତ କରିଦେଇଛି। ହଁ, ହଟାଇ ଦେଉଛି ମୁଣ୍ଡ ତ ଆଉ କଣା ଏବେ ହେଇଯାଇଛି। ମେଡ଼ିକାଲରେ ଅଛନ୍ତି। ହଁ, ମେଡ଼ିକାଲରେ ଏଫଆଇଆର୍ ଲେଖି ଦେଲେଣି? ନାଇଁ ଦିଆ ହେଇନି। ଏଫଆଇଆର୍